ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସୀୟ 3 ପର୍ବର 14 ପଦରୁ 21 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରି ସେହି ଆଲୋଚନା ମଧ୍ୟରେ ଆମମାନଙ୍କର ଆତ୍ମିକ ଜୀବନ ନିମନ୍ତେ କିଛି ଶିକ୍ଷା ଗ୍ରହଣ କରିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମେ ଦେଖିଥିଲୁ ପ୍ରେରିତ ପାଉଲଙ୍କର ଖ୍ରୀଷ୍ଟୀୟ ମଣ୍ଡଳୀ ନିମନ୍ତେ ଉଦ୍ଯୋଗ, ଆଉ ସେ ଖ୍ରୀଷ୍ଟୀୟ ମଣ୍ଡଳୀ ନିମନ୍ତେ ବିଶେଷ ଭାବରେ ଚେଷ୍ଟିତ ଥିଲେ ଯେପରି ମଣ୍ଡଳୀଗୁଡ଼ିକ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୁଅନ୍ତି। ତେବେ ଆସନ୍ତୁ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ଏଫେସୀୟ 3 ପର୍ବର 14 ଓ 15 ପଦରେ ଏହିପରି ଲେଖା ଅଛି, ଏ ନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମପ୍ରାପ୍ତ ହୁଏ, ତାହାଙ୍କ କ୍ଷମରେ ମୁଁ ଜାନୁପାତି ପ୍ରାର୍ଥନା କରୁଅଛି। ଦେଖନ୍ତୁ ଲେଖା ଅଛି ଏଥି ନିମନ୍ତେ। ତାହେଲେ ସେହି କାରଣଟି କ'ଣ ଥିଲା? ସେହି କାରଣଟି ଥିଲା ଏଫେସୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ତାହାଙ୍କର ଗଭୀର ଉଦ୍ଯୋଗ। ସେ ଚାହିଁଥିଲେ ସେମାନେ ଯେପରି ଏହି ନୂତନ ବିଧାନର ମହାନ ସତ୍ୟତା ମଧ୍ୟରେ ପ୍ରବେଶ କରନ୍ତୁ, ଯେଉଁ ନୂତନ ବିଧାନ ମଧ୍ୟରେ ଆଜି ଆମେ ମଧ୍ୟ ବସବାସ କରୁଅଛୁ, ଯାହାକି ଅନୁଗ୍ରହର ଯୁଗ, ଓ ଖ୍ରୀଷ୍ଟଙ୍କଠାରେ ତାହାଙ୍କର ସମସ୍ତ ଅନୁଗ୍ରହ ରୂପକ ଧନକୁ ଉପଲବ୍ଧି କରନ୍ତୁ। ତାହିଁ ଥିଲା ପୃଷ୍ଠଭୂମି। ସେହି କାରଣରୁ ସେ ଏହି 3 ପର୍ବର ପ୍ରଥମ ପଦରୁ 14 ପଦ ମଧ୍ୟରେ ଏକ ନିଗୂଢ଼ ତତ୍ତ୍ୱକୁ ପ୍ରକାଶିତ କଲେ, ଯେପରି ସେମାନେ ତହିଁର ବାସ୍ତବତାକୁ ବୁଝି ତହିଁ ମଧ୍ୟ ଦେଇ ଈଶ୍ୱରଙ୍କର ମହତ୍ ସଂକଳ୍ପ ତଥା ଅଭିମତକୁ ସାଧନ କରିବାକୁ ପାରନ୍ତି। ଏଥିପୂର୍ବରୁ ଆମେ ଏହି ପତ୍ରରେ ପାଉଲଙ୍କର ପ୍ରାର୍ଥନାଶୀଳ ଜୀବନ ସମ୍ପର୍କରେ ଆଲୋଚନା କରିସାରିଛୁ, କିନ୍ତୁ ଏଠାରେ ଦ୍ୱିତୀୟ ଥର ପାଇଁ ଆମେ ପାଉଲଙ୍କର ପ୍ରାର୍ଥନାଶୀଳ ଜୀବନକୁ ଲକ୍ଷ୍ୟ କରିବାକୁ ପାରୁ। ଏହା ଏହି ପତ୍ରରେ ପାଉଲଙ୍କର ଦ୍ୱିତୀୟବାର ପ୍ରାର୍ଥନା, ଯେତେବେଳେ ସେ କହନ୍ତି ଯେ ମଣ୍ଡଳୀ ହେଉଛି ଈଶ୍ୱରଙ୍କର ରଚନା, ପବିତ୍ର ଆତ୍ମାଙ୍କର ମନ୍ଦିର ଓ ଏହି ଯୁଗର ନିଗୂଢ଼ ତତ୍ତ୍ୱ, ସେତେବେଳେ ସେ ପ୍ରାର୍ଥନାର ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତି, ଯେପରି ଏହି ସମସ୍ତ ମହାନ ସତ୍ୟତା ବିଶ୍ୱାସୀମାନଙ୍କ ଜୀବନରେ ବାସ୍ତବରେ ପ୍ରତିଫଳିତ ହୁଏ ବା ବାସ୍ତବତାରେ ପରିଣତ ହୁଏ। ଏହି ଅଂଶରେ ଆମେ ପାଉଲଙ୍କ ପ୍ରାର୍ଥନାରେ ଆଉ ଏକ ବୈଶିଷ୍ଟ୍ୟତା ଲକ୍ଷ୍ୟ କରିବାକୁ ପାରୁ। ଏହି ପ୍ରାର୍ଥନା ତାହାଙ୍କର ଭଙ୍ଗୀକୁ ପ୍ରକାଶ କରେ। ଲେଖା ଅଛି, ତାହାଙ୍କ ଛାମୁରେ ମୁଁ ଜାନୁପାତି ପ୍ରାର୍ଥନା କରୁଅଛି। ଅର୍ଥାତ୍ ପାଉଲ ଆଣ୍ଠୋଇ ପ୍ରାର୍ଥନା କରୁଅଛନ୍ତି। ଆଜି ଆମେ ନିଜର ବ୍ୟକ୍ତିଗତ ପ୍ରାର୍ଥନାରେ ନିଜର ଆଣ୍ଠୁ ଭାଙ୍ଗି ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ। ତେବେ ମୁଁ କହୁନାହିଁ ଯେ ସର୍ବସାଧାରଣଙ୍କ ସହିତ ପ୍ରାର୍ଥନାରେ ଆଣ୍ଠୁ ଭାଙ୍ଗି ପ୍ରାର୍ଥନା କରିବା ଏକାନ୍ତ ପ୍ରୟୋଜନ। ମାତ୍ର ତଥାପି ଆମେ ଆଣ୍ଠୁ ଭାଙ୍ଗି ପ୍ରାର୍ଥନା କଲେ ମଧ୍ୟ ତହିଁରେ କିଛି କ୍ଷତି ନାହିଁ, ଯଦି ସେହିପରି ଆଣ୍ଠୁ ଭାଙ୍ଗି ପ୍ରାର୍ଥନା କରିବା ନିମନ୍ତେ ସୁବିଧା ଥାଏ ଓ ଆପଣ ଆତ୍ମାଙ୍କର ଚାଳନା ପାଆନ୍ତି। ଏହାଦ୍ୱାରା ପ୍ରଭୁଙ୍କ ନିକଟରେ ଆମେ ନିଜକୁ ନମ୍ର କରୁ ଓ ପ୍ରଭୁଙ୍କୁ ଗୌରବ ଦେଉ। ମାତ୍ର ଏଥିସହିତ ଆମମାନଙ୍କ ହୃଦୟରେ ବାସ୍ତବ ନମ୍ରତାର ଭାବ ରହିବା ଆବଶ୍ୟକ। ଏହାଦ୍ୱାରା ପ୍ରଭୁଙ୍କ ନିକଟରେ ଆମମାନଙ୍କର ଆଣ୍ଠୁ ଆପେ ଆପେ ନଇଁଯାଏ। ପ୍ରଭୁଙ୍କ ନିକଟରେ ଆମମାନଙ୍କ ପ୍ରାର୍ଥନାର ଭଙ୍ଗୀ ବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହେଁ, ମାତ୍ର ହୃଦୟର ଭାବ ଓ ଏକାଗ୍ରତା ତଥା ଆନ୍ତରିକତା ଗୁରୁତ୍ୱପୂର୍ଣ୍ଣ। ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରିବାକୁ ପାରିବେ ଯେ ପାଉଲ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି। ଯଦିଓ ଓଡ଼ିଆ ତର୍ଜମାରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇନାହିଁ, ମାତ୍ର ଇଂରାଜୀ ତର୍ଜମାରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଅଛି। ଏହା ବ୍ୟତୀତ ଆପଣ ଯଦି ଏହି ପତ୍ରର ପ୍ରଥମ ପର୍ବର 17 ପଦଟିକୁ ଲକ୍ଷ୍ୟ କରିବେ, ତାହେଲେ ସେଠାରେ ସେ ଏହିପରି ପ୍ରାର୍ଥନା କରନ୍ତି, ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଈଶ୍ୱର। ଏହା ହିଁ ହେଉଛି ପ୍ରକୃତ ଧାରା। ଯୋହନ 16 ପର୍ବର 23 ପଦରେ ପ୍ରଭୁ ଯୀଶୁ ଏହି ପ୍ରାର୍ଥନା ବିଷୟ ନେଇ ଏହିପରି କହନ୍ତି, ସେଦିନ ତୁମେମାନେ ମୋତେ କିଛି ପଚାରିବ ନାହିଁ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯଦି ତୁମେମାନେ ପିତାଙ୍କୁ କିଛି ମାଗିବ, ତେବେ ମୋ ନାମରେ ସେ ତୁମମାନଙ୍କୁ ତାହା ଦେବେ। ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ତରଫରୁ ପିତା ଈଶ୍ୱରଙ୍କ ନିକଟରେ ନିବେଦନ କରନ୍ତି ଓ ସେ ତାହା ଖ୍ରୀଷ୍ଟଙ୍କ ନାମରେ ଆମ୍ଭମାନଙ୍କୁ ପ୍ରଦାନ କରନ୍ତି। ତେଣୁକରି ସେ କହନ୍ତି,
ତୁମେମାନେ ମୋ ନାମରେ ପିତା ଈଶ୍ୱରଙ୍କୁ ସିଧାସଳଖ ତାହା ମାଗ। ତେଣୁକରି ଯୀଶୁଙ୍କ ନାମରେ ପିତାଙ୍କ ନିକଟରେ ପ୍ରାର୍ଥନା କରିବା ଅର୍ଥ ଆମେ ପ୍ରାର୍ଥନାର ସହିତ ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉ, ଯାହାକି ପ୍ରଭୁ ଯୀଶୁ ଆପଣଙ୍କ ତରଫରୁ ଓ ମୋ ତରଫରୁ ପିତା ଈଶ୍ୱରଙ୍କ ନିକଟରେ ତାହା ଉତ୍ଥାପନ କରନ୍ତି ଓ ନିବେଦନ କରନ୍ତି। ଏଠାରେ ମଧ୍ୟ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ପ୍ରେରିତ ପାଉଲଙ୍କର ପ୍ରାର୍ଥନା ଅତି ସଂକ୍ଷିପ୍ତ। ଏହି ଏଫିସିୟ ପତ୍ରରେ ଓ ଫିଲିପିୟ ପତ୍ରରେ ମଧ୍ୟ ଦେଖୁ ଯେ ତାହାଙ୍କର ପ୍ରାର୍ଥନା ଅତି ସଂକ୍ଷିପ୍ତ। ପ୍ରଭୁ ଯୀଶୁ ମଧ୍ୟ ଏହି ପ୍ରାର୍ଥନା କରିବା ନେଇ କହନ୍ତି ଯେ ଆମେ ଯେପରି ପ୍ରାର୍ଥନାରେ ବୃଥା ପୁନରୁକ୍ତି ନ କରୁ। ପିତରଙ୍କର ପ୍ରାର୍ଥନା ମଧ୍ୟ ଅତି ସଂକ୍ଷିପ୍ତ ଥିଲା। ତାଙ୍କର ପ୍ରାର୍ଥନା ଥିଲା, ପ୍ରଭୁ ମୋତେ ରକ୍ଷା କର, ଯାହାକି ମାଥ୍ୟୁ 14 ପର୍ବର 30 ପଦରେ ଲେଖା ଅଛି। ଯେତେବେଳେ ସେ ସେହି ସମୁଦ୍ର ଉପରେ ଚାଲି ଚାଲି ଯୀଶୁଙ୍କ ନିକଟକୁ ଆସିବା ସମୟରେ ବୁଡ଼ିଯିବାକୁ ଲାଗିଲେ। ପ୍ରିୟ ବନ୍ଧୁ, ଅନେକ ସମୟରେ ଆମେ ଈଶ୍ୱରଙ୍କ ନିକଟରେ ବହୁତ ଲମ୍ବା ପ୍ରାର୍ଥନା କରିଥାଉ, ମାତ୍ର ଯାହା ପ୍ରାର୍ଥନା କରିବା ଆବଶ୍ୟକ ବା ଯେପରି ପ୍ରାର୍ଥନା କରିବା ଆବଶ୍ୟକ ତାହା ଆମେ କରିନଥାଉ ବା ସେହିପରି ପ୍ରାର୍ଥନା କରିନଥାଉ। କିନ୍ତୁ ଆମର ପ୍ରାର୍ଥନା ସଂକ୍ଷିପ୍ତ ତଥା ଯଥାର୍ଥ ପ୍ରାର୍ଥନା ହେବା ଆବଶ୍ୟକ। ଏତଦ୍ବ୍ୟତୀତ ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱରଙ୍କର ଏକ ଚମତ୍କାର ପରିବାର ଅଛି। ସୃଷ୍ଟିର ଆରମ୍ଭରୁ ଏପର୍ଯ୍ୟନ୍ତ ଈଶ୍ୱର ତାହାଙ୍କର ଲୋକମାନଙ୍କୁ ଉଦ୍ଧାର କରି ଆସୁଅଛନ୍ତି। ତେଣୁକରି ଆମେ କେବଳ ନିଜର ପରିବାର ବା ମଣ୍ଡଳୀକୁ ପ୍ରାର୍ଥନାରେ ସ୍ମରଣ କଲେ ଯଥେଷ୍ଟ ନୁହେଁ, ମାତ୍ର ଆମମାନଙ୍କର ପ୍ରାର୍ଥନା ବ୍ୟାପକ ଆକାରରେ ହେବା ଉଚିତ। ଆମେମାନେ ସମସ୍ତ ବିଷୟକୁ ସ୍ମରଣ କରି ପ୍ରାର୍ଥନା କରିବା ଉଚିତ, ଯେହେତୁ ଈଶ୍ୱର ପ୍ରତ୍ୟେକଙ୍କ ବିଷୟରେ ମନୋଯୋଗୀ। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ପାଉଲଙ୍କ ପରି ଅନ୍ୟର ବିଷୟରେ ମନୋଯୋଗୀ ହୋଇ ପ୍ରାର୍ଥନା କରୁ କି? ପ୍ରଭୁ ଆମମାନଙ୍କୁ ପାଉଲଙ୍କ ପରି ଏକ ପ୍ରାର୍ଥନାଶୀଳ ଜୀବନ ଯାପନ କରିବା ନିମନ୍ତେ ସାହାଯ୍ୟ କରନ୍ତୁ। ବର୍ତ୍ତମାନ ଆମେ 16 ପଦରୁ 21 ପଦ ମଧ୍ୟରେ ପ୍ରେରିତ ପାଉଲଙ୍କର ପ୍ରାର୍ଥନା କ'ଣ ଥିଲା ତାହା ଲକ୍ଷ୍ୟ କରିବାକୁ ଯିବା। ପ୍ରେରିତ ପାଉଲ କେବଳ ଜଣେ ପ୍ରେରିତ ବା ପ୍ରଚାରକ ନଥିଲେ, ମାତ୍ର ସେ ମଧ୍ୟ ଜଣେ ପ୍ରାର୍ଥନାଶୀଳ ବ୍ୟକ୍ତି ଥିଲେ। ସେ ମଣ୍ଡଳୀମାନଙ୍କ ନିମନ୍ତେ, ସାଧୁମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ। ସେ ଯେ କେବଳ ଶିକ୍ଷା ଦେଉଥିଲେ ତାହା ନୁହେଁ, ମାତ୍ର ସେମାନଙ୍କ ନିମନ୍ତେ ନିରନ୍ତର ପ୍ରାର୍ଥନା ମଧ୍ୟ କରୁଥିଲେ, ଯେପରି ସେମାନେ ବିଶ୍ୱାସରେ ସ୍ଥିର ରହି ସତ୍ୟରେ ଆଚରଣ କରନ୍ତି ଓ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୁଅନ୍ତି। ବାସ୍ତବରେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ପ୍ରାର୍ଥନା ହେଉଛି ଏକ ପ୍ରଧାନ ଶକ୍ତିଶାଳୀ ଅସ୍ତ୍ର। ପ୍ରାର୍ଥନା ତାହାକୁ ଶକ୍ତି ଯୋଗାଏ ଓ ସାହସ ଦିଏ। ସେହି ପ୍ରାର୍ଥନା ସାହାଯ୍ୟରେ ସେ ଅନେକଙ୍କୁ ମଧ୍ୟ ଉତ୍ସାହ ଦେଇପାରେ, ପ୍ରେରଣା ଯୋଗାଇପାରେ ଓ ଅନେକଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିପାରେ। ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ନିମନ୍ତେ ମଧ୍ୟ ପ୍ରାର୍ଥନା କରିବା ଉଚିତ। ମଣ୍ଡଳୀକୁ ପ୍ରାର୍ଥନାରେ ତୋଳି ଧରିବା ଉଚିତ। ସେ ପ୍ରତ୍ୟେକ ଖ୍ରୀଷ୍ଟାଶ୍ରିତ ପରିବାରଗୁଡ଼ିକୁ ସ୍ମରଣ କରି ପ୍ରାର୍ଥନା କରିବା ଉଚିତ। ସେ ପ୍ରଭୁଙ୍କର ସେବକ ତଥା ଦାସଦାସୀମାନଙ୍କୁ ଓ ସାଧୁମାନଙ୍କୁ ସ୍ମରଣ କରି ପ୍ରାର୍ଥନା କରିବା ଉଚିତ। ବର୍ତ୍ତମାନ ଆମେ ପାଉଲଙ୍କର ପ୍ରାର୍ଥନା ପ୍ରତି ଟିକେ ଦୃଷ୍ଟି ଦେବା। ଏଫିସିୟ 3 ପର୍ବର 16 ପଦରୁ 19 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେପରି ସେ ଆପଣା ଗୌରବ ରୂପ ନିଧି ଅନୁସାରେ ଆପଣା ଆତ୍ମାଙ୍କ ଦ୍ୱାରା ତୁମମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତିପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି, ପୁଣି ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମମାନଙ୍କ ହୃଦୟରେ ବାସ କରନ୍ତି, ଯେପରି ତୁମେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତିପ୍ରାପ୍ତ ହୁଅ, ଆଉ ଏହି ପ୍ରକାରେ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ। ଏଠାରେ ପ୍ରେରିତ ପାଉଲ ଏଫିସିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ତରଫରୁ 4ଟି ନିର୍ଦ୍ଦିଷ୍ଟ ଅନୁରୋଧ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କ ନିକଟରେ ଉପସ୍ଥାପିତ କରାନ୍ତି। ପ୍ରଥମଟି ହେଉଛି ବିଶ୍ୱାସୀମାନେ ଯେପରି ତାହାଙ୍କ ଆତ୍ମାଙ୍କ ଦ୍ୱାରା ଆନ୍ତରିକ ପୁରୁଷରେ ଶକ୍ତିପ୍ରାପ୍ତ ହୋଇ ବଳବାନ ହୁଅନ୍ତି। ବାସ୍ତବରେ ବିଶ୍ୱାସୀର ଆନ୍ତରିକ ପୁରୁଷ ପ୍ରାର୍ଥନା ଆବଶ୍ୟକ କରେ, ଯେପରିକି ବାହ୍ୟ ପୁରୁଷ ଆବଶ୍ୟକ କରେ। କିନ୍ତୁ ଅନେକ ସମୟରେ ଆମେ ବିଶ୍ୱାସୀର ବାହ୍ୟ ପୁରୁଷ ଉପରେ ବିଶେଷ ଗୁରୁତ୍ୱ ଦେଇ ତାହାର ସୁସ୍ଥତା ନିମନ୍ତେ, ତାହାର ମଙ୍ଗଳ ନିମନ୍ତେ
ଓ ତାହାର ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିଥାଉ। କିନ୍ତୁ ତାହାର ଆନ୍ତରିକ ପୁରୁଷ ବା ତାହାର ଆତ୍ମିକ ଜୀବନର ଉନ୍ନତି ତଥା ସୁରକ୍ଷା ନିମନ୍ତେ ବିଶେଷ ଗୁରୁତ୍ୱ ଦେଇନଥାଉ। ମାତ୍ର ପାଉଲ ବିଶ୍ୱାସୀର ଆନ୍ତରିକ ପୁରୁଷ ନିମନ୍ତେ ପ୍ରାର୍ଥନା କରନ୍ତି, କାରଣ ସେ ଜାଣନ୍ତି ଯେ ବିଶ୍ୱାସୀର ବାହ୍ୟ ପୁରୁଷ ଦିନେ ବିନଷ୍ଟ ହୋଇଯିବ। ପ୍ରିୟ ବନ୍ଧୁ, ବାସ୍ତବ ଖ୍ରୀଷ୍ଟୀୟ ଜୀବନଯାପନ କରିବାକୁ ହେଲେ, ଅନୁଗ୍ରହରେ ବୃଦ୍ଧି ପାଇବାକୁ ହେଲେ ଓ ଆତ୍ମିକ ଜୀବନରେ ପରିପକ୍ୱତା ଲାଭ କରିବାକୁ ହେଲେ ଶକ୍ତି ଆବଶ୍ୟକ। କାରଣ ଏହା ପବିତ୍ର ଆତ୍ମାଙ୍କର କାର୍ଯ୍ୟ, ଆଉ ଏଥି ନିମନ୍ତେ ପ୍ରାର୍ଥନା ନିତାନ୍ତ ଆବଶ୍ୟକ। ପ୍ରାର୍ଥନା ବିନା ଖ୍ରୀଷ୍ଟ ବିଶ୍ୱାସୀ ଶକ୍ତିହୀନ ତଥା ଦୁର୍ବଳ। ପ୍ରିୟ ବନ୍ଧୁ, ଆମେ ଶାରୀରିକ ଜୀବନ ନିମନ୍ତେ ବିଶେଷ ପ୍ରାର୍ଥନା କରୁ ଓ ଲୋକମାନଙ୍କର ଶାରୀରିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇ ପ୍ରାର୍ଥନା କରୁ। ପାଉଲ ମଧ୍ୟ ତାହା କରୁଥିଲେ। ଏପରିକି ସେ ନିଜର ଶାରୀରିକ ସୁସ୍ଥତା ନିମନ୍ତେ ମଧ୍ୟ ପ୍ରାର୍ଥନା କରୁଥିଲେ। ତାଙ୍କ ଶାରୀରିକ ଦୁର୍ବଳତାର ପ୍ରତିକାର ନିମନ୍ତେ ସେ 3 ଥର ପ୍ରାର୍ଥନା କରିଥିଲେ। ମାତ୍ର ସେ ବିଶ୍ୱାସୀର ଆତ୍ମିକ ଜୀବନର ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବାକୁ ଭୁଲି ଯାଇନଥିଲେ। କାରଣ ଆତ୍ମିକ ଜୀବନର ସୁରକ୍ଷା ତଥା ଅଭିବୃଦ୍ଧି ନିମନ୍ତେ ପବିତ୍ର ଆତ୍ମାଙ୍କର ସହାୟତା ଆବଶ୍ୟକ, ଆଉ ତାହା କେବଳ ପ୍ରାର୍ଥନା ଦ୍ୱାରା ସମ୍ଭବ। ଦ୍ୱିତୀୟ ଅନୁରୋଧଟି ହେଉଛି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯେପରି ଆପଣଙ୍କ ହୃଦୟରେ ବାସ କରନ୍ତି। ଏହା ହିଁ ହେଉଛି ଖ୍ରୀଷ୍ଟଙ୍କ ମନ ଧାରଣ କରିବା ଓ ଖ୍ରୀଷ୍ଟଙ୍କର ସ୍ୱଭାବ ଅନୁଯାୟୀ ଆଚରଣ କରିବା। ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ବିଶ୍ୱାସର ସହିତ ଆମ ହୃଦୟରେ ଗ୍ରହଣ କରିବା, ସେତେବେଳେ ଆମମାନଙ୍କ ଜୀବନରେ ଖ୍ରୀଷ୍ଟଙ୍କର ମନ ତଥା ସ୍ୱଭାବ ପ୍ରତିଫଳିତ ହେବ। ଆମମାନଙ୍କ ଜୀବନରେ ଏକ ନୂତନ ପରିବର୍ତ୍ତନ ଦେଖାଯିବ। ସେଥିପାଇଁ 2 କରନ୍ଥୀୟ 5:17 ଲେଖା ଅଛି, ଅତଏବ ଯେ କେହି ଖ୍ରୀଷ୍ଟଙ୍କଠାରେ ଅଛି, ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ବାସ୍ତବରେ ଯାହାର ହୃଦୟରେ ଖ୍ରୀଷ୍ଟ ବିରାଜମାନ କରିଥାନ୍ତି, ସେ ହେଉଛି ବାସ୍ତବ ଖ୍ରୀଷ୍ଟ ବିଶ୍ୱାସୀ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ମୋଠାରେ ରୁହ, ତହିଁରେ ମୁଁ ତୁମମାନଙ୍କଠାରେ ରହିବି। ପ୍ରେରିତ ପାଉଲ କହନ୍ତି, ମୁଁ ଆଉ ମୁଁ ନୁହେଁ, ମାତ୍ର ଖ୍ରୀଷ୍ଟ ମୋଠାରେ ଜୀବିତ। ଯଦି ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ଖ୍ରୀଷ୍ଟ ନାହାନ୍ତି, ତାହେଲେ ସେ ମୃତ। କାରଣ ଖ୍ରୀଷ୍ଟଙ୍କଠାରେ ଆମମାନେ ଜୀବିତ। 2 କରନ୍ଥୀୟ 13:5 ଲେଖା ଅଛି, ତୁମେମାନେ ବିଶ୍ୱାସରେ ଅଛ କି ନାହିଁ ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର। କିମ୍ବା ଯୀଶୁଖ୍ରୀଷ୍ଟ ଯେ ତୁମମାନଙ୍କଠାରେ ଅଛନ୍ତି, ଏହା କି ତୁମେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଯଦି ଏହା ନ ହୁଏ, ତାହେଲେ ତୁମେମାନେ ପରୀକ୍ଷା ସିଦ୍ଧ ନୁହଁ। ଖ୍ରୀଷ୍ଟ ବିଶ୍ୱାସୀର ହୃଦୟରେ ସାମୟିକ ଭାବେ ନୁହେଁ, ମାତ୍ର ଚିରସ୍ଥାୟୀ ହୋଇ ରହିବାକୁ ଚାହାନ୍ତି। ସେଥିପାଇଁ ଯୋହନ 15:5 ସେ କହନ୍ତି, ଯେ ମୋଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ, କାରଣ ମୋ ବିନା ତୁମେମାନେ କିଛି କରିପାର ନାହିଁ। ବାସ୍ତବରେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କ ବିନା ଫଳହୀନ। ତେଣୁ ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ଖ୍ରୀଷ୍ଟ ବାସ କରିବା ନିତାନ୍ତ ଆବଶ୍ୟକ ଓ ଏଥି ନିମନ୍ତେ ପ୍ରାର୍ଥନା ମଧ୍ୟ ନିତାନ୍ତ ଆବଶ୍ୟକ। ପାଉଲଙ୍କ ପ୍ରାର୍ଥନାର ତୃତୀୟ ଅନୁରୋଧଟି ହେଉଛି, ଯେପରି ସେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ ତାହା ଜ୍ଞାତ ହୁଅନ୍ତି ଓ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତିପ୍ରାପ୍ତ ହୁଅନ୍ତି। ପାଉଲ ଚାହାନ୍ତି ଯେ ସେମାନେ ଯେପରି ଖ୍ରୀଷ୍ଟଙ୍କ ପ୍ରେମକୁ ଜାଣିବାକୁ ପାରନ୍ତି, ଯାହାକି ବୋଧର ଅଗମ୍ୟ। ଖ୍ରୀଷ୍ଟଙ୍କର ବିସ୍ତୀର୍ଣ୍ଣ ପ୍ରସାରିତ ପ୍ରେମ ହେଉଛି ଈଶ୍ୱରଙ୍କ ପ୍ରେମ। ଏହି ପ୍ରେମକୁ ଜାଣିବା ଦ୍ୱାରା ଆମେ ଅମାପକୁ ମାପିପାରିବା ଓ ଯାହା ବୋଧର ଅଗମ୍ୟ ତାହାକୁ ବୁଝିପାରିବା। ଲେଖା ଅଛି, ସମସ୍ତ ସାଧୁଙ୍କ ସହିତ ସେହି ପ୍ରେମର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତିପ୍ରାପ୍ତ ହୁଅ। ସେହି ପ୍ରେମର ପ୍ରସ୍ଥ କ'ଣ? ଖ୍ରୀଷ୍ଟଙ୍କର ସେହି ପ୍ରେମର ବାହୁ ଆଜି ସମଗ୍ର ଜଗତ ଉପରେ ବିସ୍ତାରିତ ହୋଇ ରହିଅଛି। ଯୋହନ 10:9 ଲେଖା ଅଛି,
ମୁଁ ଦ୍ୱାର, ଯଦି କେହି ମୋ ଦେଇ ପ୍ରବେଶ କରେ ତାହେଲେ ସେ ରକ୍ଷା ପାଇବ। ଯାହାକି ଆମେ ଯୋହନ 6 ପର୍ବର 37 ପଦରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରୁ। ସେଠାରେ ଲେଖା ଅଛି, ପିତା ଯେ ସମସ୍ତଙ୍କୁ ମୋତେ ଦାନ କରନ୍ତି ସେମାନେ ମୋ ନିକଟକୁ ଆସିବେ, ଆଉ ଯେ ମୋ ନିକଟକୁ ଆସେ ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ। ଦୈର୍ଘ୍ୟ କ'ଣ? ଏହି ପ୍ରେମର ଦୈର୍ଘ୍ୟ ଜଗତର ପତନ ପୂର୍ବରୁ ସେହି ମେଷ ଶାବକଙ୍କର ହତ ହେବା ସହିତ ଆରମ୍ଭ ହୋଇ ସେହି ଅନନ୍ତକାଳୀନ ସମୟ ମଧ୍ୟକୁ ଗତି କରେ। ସେହି ପ୍ରେମର ଗଭୀରତା କ'ଣ? ଏହା ସେହି ଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁକୁ ପ୍ରକାଶ କରେ। ଏହା ସେହି କ୍ରୁଶ ଉପରେ ଖ୍ରୀଷ୍ଟଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଗତି କରେ। ଫିଲିପିଓ 2 ପର୍ବର 8 ପଦରେ ଲେଖା ଅଛି, ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ସେହି ପ୍ରେମର ଉଚ୍ଚତା କ'ଣ? ସେହି ଉଚ୍ଚତା ଈଶ୍ୱରଙ୍କ ସିଂହାସନ ପର୍ଯ୍ୟନ୍ତ ପହଞ୍ଚିଯାଏ। ଫିଲିପ 2 ପର୍ବର 6 ପଦରେ ଲେଖା ଅଛି, ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ। ପ୍ରିୟ ବନ୍ଧୁ, କେବଳ ପବିତ୍ର ଆତ୍ମା ହିଁ ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ଖ୍ରୀଷ୍ଟଙ୍କ ପ୍ରେମର ସେହି ବିସ୍ତୀର୍ଣ୍ଣ ଅନୁଭୂତି ମଧ୍ୟକୁ କଢ଼ାଇ ନେଇପାରିବେ। ତା ନହେଲେ ମନୁଷ୍ୟ ଖ୍ରୀଷ୍ଟଙ୍କ ପ୍ରେମର ବାସ୍ତବତାକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ। ଖ୍ରୀଷ୍ଟଙ୍କ ପ୍ରେମ ଯେ ତାହା ପ୍ରତି କେତେ ମହାନ ତାହା ସେ ଅନୁଭବ କରିପାରିବ ନାହିଁ। ଯେହେତୁ ଏହା ଅଦୃଶ୍ୟ, ତେଣୁକରି ଏହା ମନୁଷ୍ୟର ଅନୁଭୂତିର ସୀମାରେଖାର ବାହାରେ। ତେଣୁ ଏଥି ନିମନ୍ତେ ପବିତ୍ର ଆତ୍ମାଙ୍କର ସହାୟତା ଆବଶ୍ୟକ, ଆଉ ସେଥି ନିମନ୍ତେ ପ୍ରାର୍ଥନା ନିତାନ୍ତ ଆବଶ୍ୟକ। ଏହାପରେ ଚତୁର୍ଥ ଅନୁରୋଧଟି ହେଉଛି, ଏହି ସମସ୍ତର ଅନୁଭୂତି ମଧ୍ୟ ଦେଇ ସେମାନେ ଯେପରି ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅନ୍ତି। ଖ୍ରୀଷ୍ଟ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୋଇଅଛନ୍ତି। ତେଣୁ ଆମେ ଯେତେବେଳେ ଖ୍ରୀଷ୍ଟଙ୍କ ପ୍ରେମର ଅନୁଭୂତି ଲାଭ କରିବା, ସେତେବେଳେ ଆମେ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପୂର୍ଣ୍ଣତା ପ୍ରାପ୍ତ ହୋଇପାରିବା। ପ୍ରିୟ ବନ୍ଧୁ, ଆଜି କ'ଣ ଖ୍ରୀଷ୍ଟଙ୍କୁ ଆମେ ପ୍ରେମ କରିପାରୁଛୁ କି? ଆଜି କ'ଣ ଆମେ ଖ୍ରୀଷ୍ଟଙ୍କର ସେହି କ୍ରୁଶୀୟ ପ୍ରେମର ବାସ୍ତବ ଅଭିମତକୁ ବୁଝିପାରିଛୁ କି? ଯଦି ନାହିଁ, ତାହେଲେ ଆଜି ପ୍ରାର୍ଥନାର ସହିତ ତାହାଙ୍କର ନିକଟବର୍ତ୍ତୀ ହେଉ ଓ ତାହାଙ୍କ ନିକଟରେ ନିଜକୁ ସମର୍ପଣ କରୁ। ଆସନ୍ତୁ ଏହାପରେ 3 ପର୍ବର 20 ଓ 21 ପଦ ଦୁଇଟିକୁ ଅଧ୍ୟୟନ କରିବା। ଲେଖା ଅଛି, ଯେଉଁ ଈଶ୍ୱର ଆମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିପାରନ୍ତି, ଯୁଗେ ଯୁଗେ ପୁରୁଷାନୁକ୍ରମେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ। ଆମେନ୍। ଏହିପରି ଭାବେ ପାଉଲଙ୍କର ପ୍ରାର୍ଥନା ସମାପ୍ତ ହେବାର ଆମେ ଲକ୍ଷ୍ୟ କରୁଅଛୁ। ମାତ୍ର ଏହା ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ବିଶେଷ ସହାୟକ। ଏହା ଆତ୍ମିକ ପ୍ରଶଂସାର ଉଚ୍ଛ୍ୱାସ। ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କ ନିମନ୍ତେ ଆତ୍ମିକ ଦାନ ସବୁ ପ୍ରସ୍ତୁତ କରି ରଖିଅଛନ୍ତି, ଯାହାକି ଆମେ ଏପର୍ଯ୍ୟନ୍ତ ସେହି ସମସ୍ତ ଦାନ ସବୁକୁ ସ୍ପର୍ଶ କରିବା ନିମନ୍ତେ ମଧ୍ୟ ସମର୍ଥ ହୋଇପାରିନାହୁଁ। ମାତ୍ର ସେ ଆମ୍ଭମାନଙ୍କୁ ପ୍ରଚୁର ଭାବରେ ତାହା ପ୍ରଦାନ କରିବାକୁ ଚାହାନ୍ତି। ବାସ୍ତବରେ ସେ କେତେ ଉତ୍ତମ ଓ ମହାନ। ମାତ୍ର ଆମେ କେତେ ଅଯୋଗ୍ୟ ଅପଦାର୍ଥ ମନୁଷ୍ୟ। ଆମେ ତାହାଙ୍କର ସମସ୍ତ ଆଶୀର୍ବାଦକୁ ଧରି ରଖିବା ନିମନ୍ତେ ଅଯୋଗ୍ୟ। ତେଣୁ ଆସୁ ସେଥି ନିମନ୍ତେ ନିଜ ନିଜକୁ ପ୍ରସ୍ତୁତ କରିବା ନିମନ୍ତେ ଚେଷ୍ଟା କରୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କୁ ନିଜ ହୃଦୟରେ ସ୍ଥାନ ଦେଇ ଏକ ପ୍ରାର୍ଥନାଶୀଳ ଜୀବନ ଯାପନ କରୁ ଓ ପରସ୍ପରକୁ ପ୍ରାର୍ଥନାରେ ତୋଳି ଧରୁ ଓ ପରସ୍ପର ସହିତ ଖ୍ରୀଷ୍ଟୀୟ ପ୍ରେମରେ ମିଳିତ ହୋଇ ଓ ସଂଯୁକ୍ତ ହୋଇ ବାସ୍ତବ ଖ୍ରୀଷ୍ଟୀୟ ଜୀବନ ଯାପନ କରିବା ନିମନ୍ତେ ଚେଷ୍ଟା କରୁ। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଯେପରି ଏହି ଦୁର୍ଦ୍ଦିନରେ ଆମମାନେ ପ୍ରାର୍ଥନାଶୀଳ ଜୀବନ ଅତିବାହିତ କରୁ। କେବଳ ନିଜ ନିମନ୍ତେ ନୁହେଁ ବା ନିଜର ପରିବାର ନିମନ୍ତେ ନୁହେଁ,
ମାତ୍ର ନିଜର ମଣ୍ଡଳୀ ନିମନ୍ତେ, ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ୱାସିନୀମାନଙ୍କ ନିମନ୍ତେ, ଯେପରି ପ୍ରତ୍ୟେକ ଆତ୍ମିକ ଜୀବନରେ ବଳବାନ ହୁଅନ୍ତି, ପ୍ରତ୍ୟେକ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରନ୍ତି, ପ୍ରତ୍ୟେକ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବାକୁ ପାରନ୍ତି। ଆପଣ ଜାଣିଛନ୍ତି ଶୈତାନ କାହାକୁ ଭୟ କରେ? ଶୈତାନ ଜଣେ ପ୍ରାର୍ଥନାଶୀଳ ବ୍ୟକ୍ତିକୁ ଭୟ କରେ। ଆପଣ ଯେକୌଣସି ଅସ୍ତ୍ର ଶୈତାନ ବିରୁଦ୍ଧରେ ପ୍ରୟୋଗ କରିବେ, ଶୈତାନ ଭୟ କରିବ ନାହିଁ। ମାତ୍ର ଯେତେବେଳେ ଆପଣ ପ୍ରାର୍ଥନାରେ ସମୟ ଅତିବାହିତ କରିବେ, ସେତେବେଳେ ଶୈତାନ ଭୟ କରେ। ଶୈତାନ ପ୍ରାର୍ଥନାକୁ ବିଶେଷ ଭୟ କରେ। ଆଉ ଯେଉଁ ବ୍ୟକ୍ତି ପ୍ରାର୍ଥନାଶୀଳ ଜୀବନ ଅତିବାହିତ କରେ, ଶୈତାନ ତାହାର ଜୀବନରେ କାର୍ଯ୍ୟ ସାଧନ କରିପାରେ ନାହିଁ। ମାତ୍ର ତହିଁ ପରିବର୍ତ୍ତେ ପବିତ୍ର ଆତ୍ମାଙ୍କର ଶକ୍ତିର କାର୍ଯ୍ୟ ତାହା ଜୀବନ ମଧ୍ୟ ଦେଇ ସାଧିତ ହୁଏ। ତେଣୁ ପ୍ରିୟ ବନ୍ଧୁ, ଆମମାନେ ଯଦି ଶୈତାନ ବିରୁଦ୍ଧରେ ଦଣ୍ଡାୟମାନ ହେବା ପାଇଁ ଚାହୁଁ ଏବଂ ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ଚାହୁଁ, ଖ୍ରୀଷ୍ଟୀୟ ମଣ୍ଡଳୀର ଗୌରବ ରକ୍ଷା କରିବା ପାଇଁ ଚାହୁଁ, ତାହେଲେ ଆମମାନଙ୍କୁ ପ୍ରାର୍ଥନାଶୀଳ ଜୀବନ ଅତିବାହିତ କରିବା ନିତାନ୍ତ ଆବଶ୍ୟକ। ପ୍ରଭୁ ପ୍ରତ୍ୟେକଙ୍କୁ ସେହି ପ୍ରେରିତ ପାଉଲଙ୍କ ପରି ଏକ ପ୍ରାର୍ଥନାଶୀଳ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।